ସାଙ୍ଗମାନେ 24 ଜୁନ୍ 2025 ଗୁରୁବାର ଦିନ ହେଉଛି ଚିତାଲାଗି ଅମାବାସ୍ୟା। ଏହି ଦିନ ଗାଈକୁ ଚୁପଚାପ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଜିନିଷ, ତୁରନ୍ତ ହିଁ ଜୀବନର ସବୁ ସମସ୍ୟା ଦୂର ହୋଇଯିବ। ଆପଣଙ୍କୁ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ବିଶେଷ କୃପା ପ୍ରାପ୍ତି ହେବ ଏବଂ ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ଘର ଧନଧାନ୍ୟରେ ଭରପୁର ହୋଇଯିବ ଏବଂ ଆପଣଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଯିବ। ତେବେ ସାଙ୍ଗମାନେ, ଭିଡ଼ିଓଟିରେ ଆଗକୁ ବଢ଼ିବା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଶ୍ରଦ୍ଧା ଓ ଭକ୍ତିର ସହିତ ଜୟ ମା ଲକ୍ଷ୍ମୀ, ଜୟ ଶ୍ରୀ ବିଷ୍ଣୁ ନିଶ୍ଚୟ ଲେଖନ୍ତୁ। ତେବେ ସାଙ୍ଗମାନେ, ଆସନ୍ତୁ ଜାଣିନେବା ଗାଈର ସେବା କିପରି କରିବା ଉଚିତ ଏବଂ କେଉଁ ଗାଈକୁ କ'ଣ ଖାଇବାକୁ ଦେବା ଦ୍ୱାରା ଆପଣଙ୍କ ଗୃହରେ ଧନର ବୃଦ୍ଧି ହୋଇଥାଏ। ସାଙ୍ଗମାନେ, ଶାସ୍ତ୍ରରେ ଗାଈକୁ ଗୋମାତା ବୋଲି ବର୍ଣ୍ଣନା କରାଯାଇଛି ଏବଂ ସମସ୍ତ ଦେବାଦେବୀମାନେ ମଧ୍ୟ ଗୋମାତାର ପୂଜା କରିଥାନ୍ତି। ଗାଈର 5ଟି ଦ୍ରବ୍ୟ, ଯାହାକି ଗୋବର, ଗୋମୂତ୍ର, ଦହି, ଦୁଧ ଏବଂ ଘିଅ। ଏହି 5ଟି ଦ୍ରବ୍ୟକୁ ଅତ୍ୟନ୍ତ ପବିତ୍ର ବୋଲି ମାନାଯାଇଥାଏ। ସାଙ୍ଗମାନେ, ଆପଣମାନେ ହୁଏତ ଜାଣନ୍ତି କିମ୍ବା ନ ଜାଣନ୍ତି, ଗୋବରରୁ ବେଲଗଛର ଉତ୍ପତ୍ତି ହୋଇଛି ଏବଂ ସେଥିରେ ମା ଲକ୍ଷ୍ମୀ ବାସ କରିଥାନ୍ତି। ସେଥିପାଇଁ ବେଲବୃକ୍ଷକୁ ଶ୍ରୀବୃକ୍ଷ ବୋଲି ମଧ୍ୟ କୁହାଯାଇଥାଏ। ଏହି ଗୋବରରୁ ପଦ୍ମଫୁଲର ମଞ୍ଜିର ମଧ୍ୟ ଉତ୍ପତ୍ତି ହୋଇଛି। ଆପଣମାନେ ଜାଣିଥିବେ, ପ୍ରାଚୀନ କାଳରୁ ହିଁ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ କ୍ଷୀରର ବ୍ୟବହାର କରାଯାଇଥାଏ ଏବଂ ସବୁ ମାଙ୍ଗଳିକ ପଦାର୍ଥ ମଧ୍ୟ ଦହିରୁ ଉତ୍ପନ୍ନ ହୋଇଅଛି। ଘିଅରୁ ଅମୃତର ଉତ୍ପତ୍ତି ହୋଇଛି, ଯାହା ସମସ୍ତ ଦେବାଦେବୀଙ୍କର ତୃପ୍ତିର ସାଧନ ହୋଇଥାଏ। ଗୋମାତାଙ୍କର ଶରୀରରେ 33 କୋଟି ଦେବାଦେବୀଙ୍କର ନିବାସ ହୋଇଥାଏ। ଗାଈଟି ଅତ୍ୟନ୍ତ ନିର୍ମଳ, ଶାନ୍ତ, ପବିତ୍ର ଏବଂ ନିଷ୍ପାପ ପ୍ରାଣୀ ହୋଇଥାଏ। ଚତୁର୍ବେଦରେ ଗାଈକୁ ଆମର ପାଳନ ପୋଷଣ କରୁଥିବା କାମଧେନୁ ମାତା ବୋଲି କୁହାଯାଇଥାଏ। ଗାଈର ଦର୍ଶନ ମାତ୍ରେ ହିଁ ମନୁଷ୍ୟର 1000 ପାପ ନଷ୍ଟ ହୋଇଯାଇଥାଏ। ସେଥିପାଇଁ ଏହି ନିଷ୍ପାପ ଗୋମାତା ଉପରେ କଦାପି ବି ଅତ୍ୟାଚାର କରିବା ଉଚିତ ନୁହେଁ। ଗାଈକୁ ମାରିବା କିମ୍ବା କୌଣସି ପ୍ରକାରର କଷ୍ଟ ଦେବା କେବେ ବି ଉଚିତ ହୋଇନଥାଏ। ଏହାଦ୍ୱାରା ଆପଣ ବହୁତ ବଡ଼ ପାପର ଭାଗୀ ହୋଇଥାନ୍ତି। ଯେଉଁ ମନୁଷ୍ୟ ବିନା ସ୍ୱାର୍ଥରେ ଗୋମାତାଙ୍କର ସେବା କରିଥାଏ, ସେହି ମନୁଷ୍ୟକୁ ଜୀବନରେ ସମସ୍ତ ପ୍ରକାରର ସୁଖ ସୁବିଧା ପ୍ରାପ୍ତ ହୋଇଥାଏ ଏବଂ ମୃତ୍ୟୁ ପରେ ସେହି ବ୍ୟକ୍ତିଙ୍କୁ ଗୋଲୋକ ମଧ୍ୟ ପ୍ରାପ୍ତ ହୋଇଥାଏ। ଯେଉଁ ନାରୀ ଗୃହରେ ବନାଯାଇଥିବା ପ୍ରଥମ ରୁଟିଟିକୁ ଗାଈକୁ ଖୁଆଇଥାଏ, ସେହି ନାରୀ ସାରା ଜୀବନ ଅହ୍ୟ ସୁଲକ୍ଷଣୀ ହୋଇ ରହିଥାଏ। ତାର ସିନ୍ଦୁରକୁ ସର୍ବଦା ଭଗବାନ ରକ୍ଷା କରିଥାନ୍ତି। ଯେଉଁ ବ୍ୟକ୍ତି ଗାଈଠାରୁ ପ୍ରାପ୍ତ ପଞ୍ଚଦ୍ରବ୍ୟକୁ ନିଜ ଗୃହରେ ସର୍ବଦା ରଖିଥାଏ, ସେହି ଗୃହରେ ଦୁଃଖ କଷ୍ଟ କେବେ ବି ପ୍ରବେଶ କରିପାରିନଥାଏ ଏବଂ ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ଗୋମାତାଙ୍କର କିଛି ନା କିଛି ସେବା କରିଥାଏ, ସେ ବ୍ୟକ୍ତି ଅତ୍ୟନ୍ତ ପୁଣ୍ୟଶାଳୀ ହୋଇଥାନ୍ତି। ଶାସ୍ତ୍ରରେ ଗୋମାତାଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନାଯାଇଥାଏ। ସେଥିପାଇଁ ଗୋମାତାଙ୍କର ପୂଜା କରିବା ଦ୍ୱାରା ଆପଣଙ୍କର ଜୀବନରୁ ଦାରିଦ୍ର୍ୟତା ଦୂର ହୋଇଯାଇଥାଏ। ପ୍ରାଚୀନ କାଳରୁ ହିଁ ଗୋମାତାଙ୍କର ସେବା କରିବାର ପରମ୍ପରା ରହିଆସିଛି ଏବଂ ପ୍ରାଚୀନ କାଳରେ ମୁନିଋଷିମାନେ ମଧ୍ୟ ନିଜର କୁଟୀରରେ ଗୋମାତାଙ୍କୁ ରଖି ତାଙ୍କର ସେବା କରୁଥିଲେ ଏବଂ ପ୍ରାଚୀନ କାଳରେ ରାଜା ମହାରାଜାମାନେ ମଧ୍ୟ ଗୋଦାନ କରୁଥିଲେ, କାରଣ ଗୋଦାନ କରିବା ଦ୍ୱାରା ଅନେକ ଜନ୍ମର ପାପ ନଷ୍ଟ ହୋଇଯାଇଥାଏ ଏବଂ ମନୁଷ୍ୟକୁ ମୋକ୍ଷ ମଧ୍ୟ ପ୍ରାପ୍ତ ହୋଇଥାଏ। ଗୋମାତାଙ୍କର ଦର୍ଶନ ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ଶାସ୍ତ୍ରରେ ବର୍ଣ୍ଣନା ରହିଛି ଯେ, ଯଦି ଆପଣ ସକାଳୁ ଉଠି ପ୍ରଥମେ ଗୋମାତାଙ୍କର ଦର୍ଶନ କରନ୍ତି, ତେବେ ଆପଣଙ୍କୁ ଅନେକ ପୁଣ୍ୟ
ପ୍ରାପ୍ତି ହୋଇଥାଏ। ଏବଂ ସକାଳୁ ଯଦି ଆପଣ ଗୋବରର ଦର୍ଶନ କରନ୍ତି ତେବେ ଆପଣଙ୍କୁ ଲକ୍ଷ୍ମୀ ପ୍ରାପ୍ତି ହୋଇଥାଏ। ଯଦି ଆପଣ କୌଣସି କାର୍ଯ୍ୟରେ ଯାଉଛନ୍ତି ଏବଂ ଗଲାବେଳେ ଆପଣଙ୍କ ବାଟରେ ଗୋମାତାଙ୍କର ଦର୍ଶନ ହେଉଛି କିମ୍ବା ଆପଣଙ୍କର ସାମ୍ନାରେ ଗୋମାତା ଚାଲି ଯାଉଛନ୍ତି ତେବେ ସେହି କାର୍ଯ୍ୟରେ ନିଶ୍ଚୟ ଭାବରେ ଆପଣଙ୍କୁ ସଫଳତା ମିଳିଥାଏ। ଯଦି ଆପଣଙ୍କର କୁଣ୍ଡଳୀରେ ପିତୃଦୋଷ ରହିଥାଏ ତେବେ ଅନ୍ୟ ଉପାୟ ଗୁଡ଼ିକ ସହିତ ଆପଣ ଯଦି ପ୍ରତ୍ୟେକ ଦିନ ଗୋମାତାଙ୍କୁ ରୁଟି ଏବଂ କିଛି ଘାସ ଖାଇବାକୁ ଦିଅନ୍ତି ତେବେ ଆପଣଙ୍କ କୁଣ୍ଡଳୀ ପିତୃଦୋଷରୁ ମୁକ୍ତ ହୋଇଥାଏ ଏବଂ ଆପଣଙ୍କୁ ପିତୃ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଏବଂ ଯଦି ଆପଣଙ୍କର ଜାତକରେ ଶନି ଦୋଷ ଲାଗିଛି କିମ୍ବା ଆପଣଙ୍କର କୁଣ୍ଡଳୀରେ ଶନି ନୀଚ ସ୍ଥିତିରେ ରହିଛନ୍ତି ତେବେ ଆପଣ ପ୍ରତ୍ୟେକ ଶନିବାର ଦିନ କଳା ରଙ୍ଗର ଗାଈକୁ ରୁଟି ଏବଂ ଚାରା ଖାଇବାକୁ ଦିଅନ୍ତୁ। ଏହା ସହିତ ଗୋମାତାଙ୍କର ପୂଜା ମଧ୍ୟ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଶନି ଦୋଷରୁ ମୁକ୍ତି ମିଳିଥାଏ। ସାଙ୍ଗମାନେ, ଯଦି ଆପଣଙ୍କର କୁଣ୍ଡଳୀରେ ଶୁକ୍ର ଗ୍ରହଙ୍କର ସ୍ଥିତି ଦୁର୍ବଳ ରହିଥାଏ ତେବେ କୁଣ୍ଡଳୀରେ ଶୁକ୍ରଙ୍କର ସ୍ଥିତି ମଜବୁତ କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ଧଳା ରଙ୍ଗର ଗାଈକୁ ସକାଳେ ପ୍ରସ୍ତୁତ ହୋଇଥିବା ରୁଟି ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର କୁଣ୍ଡଳୀରେ ଶୁକ୍ର ଗ୍ରହଙ୍କର ସ୍ଥିତି ମଜବୁତ ହୋଇଥାଏ। ଏବଂ ଯଦି ଆପଣଙ୍କର କୁଣ୍ଡଳୀରେ ବୁଧ ଗ୍ରହ ଖରାପ ସ୍ଥିତିରେ ରହିଛନ୍ତି କିମ୍ବା ଦୁର୍ବଳ ଅବସ୍ଥାରେ ରହିଛନ୍ତି ତେବେ ଆପଣ ପ୍ରତ୍ୟେକ ବୁଧବାର ଦିନ ଗୋମାତାଙ୍କୁ ସବୁଜ ଚାରା ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର କୁଣ୍ଡଳୀରେ ବୁଧ ଗ୍ରହଙ୍କର ସ୍ଥିତି ଠିକ୍ ହୋଇଯାଇଥାଏ। ଯଦି ଆପଣଙ୍କର କୁଣ୍ଡଳୀରେ ମଙ୍ଗଳଙ୍କର ସ୍ଥିତି ଖରାପ ରହିଛି ଏବଂ ଏହି କାରଣରୁ ଆପଣଙ୍କୁ ଅନେକ ଗୁଡ଼ିଏ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ତେବେ ଆପଣ ଲାଲ ରଙ୍ଗର ଗାଈର ସେବା କରନ୍ତୁ। ବିଶେଷ କରି ମଙ୍ଗଳବାର ଦିନ ବିଶେଷ ରୀତିରେ ଗୋଟେ ଲାଲ ରଙ୍ଗର ଗାଈର ଆପଣ ସେବା କରନ୍ତୁ ଏବଂ ମଙ୍ଗଳବାର ଦିନ ଆପଣ ଲାଲ ରଙ୍ଗର ଗାଈକୁ ଗୁଡ଼ ଏବଂ ଚଣା ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ଜାତକରେ ମଙ୍ଗଳଙ୍କର ସ୍ଥିତି ଠିକ୍ ହୋଇଯାଇଥାଏ ଏବଂ ମଙ୍ଗଳ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିଥାଏ। ତେବେ ଯଦି ଆପଣଙ୍କର କୁଣ୍ଡଳୀରେ ବୃହସ୍ପତିଙ୍କର ସ୍ଥିତି ଖରାପ ରହିଥାଏ ତେବେ ବୃହସ୍ପତିଙ୍କର ସ୍ଥିତିକୁ ଠିକ୍ କରିବା ପାଇଁ ଆପଣ ରୁଟି ଉପରେ ଗୁଡ଼ ଏବଂ ଚଣା ରଖି ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ କୁଣ୍ଡଳୀରେ ବୃହସ୍ପତିଙ୍କର ସ୍ଥିତି ଠିକ୍ ହୋଇଯାଇଥାଏ। ବୃହସ୍ପତିଙ୍କୁ ମାଙ୍ଗଳିକ ଗ୍ରହ ବୋଲି କୁହାଯାଏ। ବୃହସ୍ପତି ଆପଣଙ୍କ ଜୀବନରେ ସମସ୍ତ ପ୍ରକାରର ମାଙ୍ଗଳିକ କାର୍ଯ୍ୟ ଉପରେ ପ୍ରଭାବ ପକାଇଥାନ୍ତି। ତେଣୁ ଆପଣଙ୍କ ଜୀବନରେ ଯେଉଁ ବି ସବୁ ଶୁଭ ଘଟଣା ଘଟିତ ହୋଇଥାଏ କିମ୍ବା ଆପଣଙ୍କ ସନ୍ତାନମାନଙ୍କର ସହିତ ଜଡ଼ିତ ପ୍ରତ୍ୟେକ ଘଟଣା ଆପଣଙ୍କର ବୃହସ୍ପତିଙ୍କର ସ୍ଥିତି ଉପରେ ନିର୍ଭର କରିଥାଏ। ତେଣୁ ବୃହସ୍ପତି କୁଣ୍ଡଳୀରେ ଭଲ ସ୍ଥିତିରେ ରହିବା ଆପଣଙ୍କ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସାଙ୍ଗମାନେ, ଯଦି ଆପଣଙ୍କ ଗୃହରେ ସଦାସର୍ବଦା ଅଶାନ୍ତି ଲାଗି ରହୁଛି ତେବେ ଆପଣ ନିଜ ଘର ଭିତରେ ଗୋବରର ଘଷି ଜଳାଇବା ଉଚିତ ଏବଂ ସେହି ଘଷିର ଧୂଆଁକୁ ଆପଣ ଆପଣଙ୍କ ଘରର ପ୍ରତ୍ୟେକ ରୁମ୍ରେ ବୁଲାଇ ଆଣନ୍ତୁ। ଏହାଦ୍ୱାରା ଆପଣଙ୍କ ଘରର ସମସ୍ତ ନକାରାତ୍ମକ ଉର୍ଜା ଗୁଡ଼ିକ ନଷ୍ଟ ହୋଇଯାଇଥାଏ ଏବଂ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଗାଈର ଦୁଧ, ଦହି, ଘିଅ, ଗୋବର ଏବଂ ଗୋମୂତ୍ର ଏହି ପାଞ୍ଚଟି ଦ୍ରବ୍ୟର ମିଶ୍ରଣରେ ପଞ୍ଚଦ୍ରବ୍ୟ ବନାଯାଏ। ଏହାକୁ ପଞ୍ଚଗବ୍ୟ ବୋଲି ମଧ୍ୟ କୁହାଯାଇଥାଏ ଏବଂ ଏହା ପାପନାଶକ ହୋଇଥାଏ। ସାଙ୍ଗମାନେ, ଯଦି ଆପଣଙ୍କ ମୁଖ୍ୟଦ୍ୱାର ନିକଟକୁ ଗୋମାତା ଆପେ ଆପେ ଆସନ୍ତି ତେବେ ଆପଣ ତାକୁ ଖରାପ ବ୍ୟବହାର ନ ଦେଖାଇ ଆପଣ କିଛି ନା କିଛି ଖାଇବାକୁ ଦିଅନ୍ତୁ। ବିଶେଷ କରି ଆପଣ ଯଦି ପାରୁଛନ୍ତି ଗୋମାତାଙ୍କୁ ରୁଟି ଖୁଆନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
କିନ୍ତୁ ଭୁଲରେ ମଧ୍ୟ ଆପଣ ଗାଈକୁ ଖରାପ ବ୍ୟବହାର ଦେଖାଇ ଘଉଡ଼ାଇ ଦିଅନ୍ତୁ ନାହିଁ। କାରଣ ଗାଈ ଯଦି ଆପଣଙ୍କ ଘରୁ ମନ ଦୁଃଖରେ ଫେରିଆସେ, ଉଦାସ ହୋଇ ଫେରିଆସେ, ତେବେ ଆପଣଙ୍କ ଗୃହରୁ ମା ଲକ୍ଷ୍ମୀ ମଧ୍ୟ ଚାଲି ଆସିଥାନ୍ତି। ଆପଣଙ୍କ ଗୃହକୁ ମା ଲକ୍ଷ୍ମୀ ପରିତ୍ୟାଗ କରିଦେଇଥାନ୍ତି। ପ୍ରତ୍ୟେକ ଦିନ ଘରର ନାରୀମାନେ ଗାଈ ପାଇଁ ଏକ ରୁଟି ବନାଇବା ଉଚିତ ଏବଂ ସେହି ରୁଟିଟିକୁ ଶ୍ରଦ୍ଧାପୂର୍ବକ ଗାଈକୁ ଖାଇବାକୁ ଦେବା ଉଚିତ। ଏହାଦ୍ୱାରା ଆପଣଙ୍କୁ ଗୋମାତାଙ୍କର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ଏବଂ ଆପଣଙ୍କର ମନସ୍କାମନା ମଧ୍ୟ ପୂରା ହୋଇଥାଏ। ମାତ୍ର କିଛି ଲୋକ ଗୋମାତାଙ୍କୁ ବାସି ଖାଦ୍ୟ, ଖରାପ ହୋଇଯାଇଥିବା ଖାଦ୍ୟ ଏବଂ ଅଇଁଠା ଖାଦ୍ୟ ମଧ୍ୟ ଖୁଆଇ ଦେଇଥାନ୍ତି। ଏହାକୁ ଶାସ୍ତ୍ରରେ ମହାପାପ ବୋଲି ବର୍ଣ୍ଣନା କରାଯାଇଛି। ଏହିସବୁ ଖାଦ୍ୟଗୁଡ଼ିକୁ ଆପଣ ଅନ୍ୟ ପ୍ରାଣୀଙ୍କୁ ଖାଇବାକୁ ଦେଇପାରିବେ, ମାତ୍ର ଗୋମାତାକୁ କେବେ ବି ଖରାପ ହୋଇଯାଇଥିବା ଖାଦ୍ୟ କିମ୍ବା ଅଇଁଠା ଖାଦ୍ୟ ଖୁଆଇବା ଉଚିତ ନୁହେଁ। ଯେହେତୁ ଗାଈକୁ ଗୋମାତା ବୋଲି ମାନାଯାଇଥାଏ ଏବଂ ଗୋମାତାଙ୍କର ଶରୀରରେ 33 କୋଟି ଦେବାଦେବୀଙ୍କର ବାସ ହୋଇଥାଏ, ତେଣୁ ଗାଈକୁ ଏପରି ଖାଦ୍ୟ ଦେବାର ଅର୍ଥ 33 କୋଟି ଦେବାଦେବୀଙ୍କର ଅପମାନ କରିବା ସହିତ ସମାନ ହୋଇଥାଏ। ଆପଣ ଦେଇଥିବା ସେହି ଖରାପ ଖାଦ୍ୟକୁ ଗୋମାତା ଭୋକ କାରଣରୁ ଗ୍ରହଣ ତ କରିଥାନ୍ତି, ମାତ୍ର ଖାଦ୍ୟ ଦେଇଥିବା ବ୍ୟକ୍ତିଙ୍କ ଉପରେ ସେହି ପାପ ଲାଗିଥାଏ। ଗାଈ ଏକ ଶାକାହାରୀ ଏବଂ ପୁଣ୍ୟାତ୍ମା ପ୍ରାଣୀ ଅଟେ। ତେଣୁ ଗାଈର ଖାଦ୍ୟରେ କେବେ ବି ଆମିଷ ଦିଅନ୍ତୁ ନାହିଁ। ଆପଣ ଯଦି ଏମିତି କାର୍ଯ୍ୟ କରିଥାନ୍ତି, ତେବେ ଆପଣଙ୍କୁ ମହାପାପର ଭାଗୀ ହେବାକୁ ପଡ଼ିଥାଏ। ସାଙ୍ଗମାନେ, ଯଦି ଆପଣଙ୍କର କୁଣ୍ଡଳୀରେ ଚନ୍ଦ୍ରଦୋଷ ଲାଗିଛି ଏବଂ ଯେଉଁ କାରଣରୁ ଆପଣ ଅନେକ ଗୁଡ଼ିଏ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ରୁଟି ଉପରେ ଧଳା ଲହୁଣୀ, ଘିଅ ଏବଂ କିଛି ଲୁଣ ଲଗାଇ ଆପଣ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ। ଏବଂ ଯଦି ଜାତକରେ ଶନିଦୋଷ ଲାଗିଛି, ତେବେ ଅଟାରେ କିଛି କଳା ରାଶି ମିଶାଇ ସେହି ଅଟାରେ ଆପଣ ରୁଟି ବନାନ୍ତୁ ଏବଂ ସେହି ରୁଟିକୁ ଆପଣ ଗୋମାତାଙ୍କୁ ଖୁଆଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଶନିଦୋଷରୁ ମୁକ୍ତି ମିଳିଥାଏ। ଯଦି ଆପଣଙ୍କ ଗୃହରେ ଆର୍ଥିକ ସଙ୍କଟ ଦେଖାଦେଉଛି, ଧନଜନିତ ସମସ୍ୟା ଦେଖାଦେଉଛି, ତେବେ ଗୁରୁବାର ଦିନ ଆପଣ ଗାଈକୁ କଦଳୀ ଖୁଆଇବା ଶୁଭ ହୋଇଥାଏ। ଏହାଦ୍ୱାରା ଆପଣଙ୍କର ଧନଜନିତ ସମସ୍ୟା ଦୂର ହୋଇଯାଇଥାଏ। ଗୋମାତାଙ୍କର ପିଠିରେ ଯେଉଁ କୁବଡ଼ ରହିଥାଏ, ସେଥିରେ ସୂର୍ଯ୍ୟକେତୁ ନାଡ଼ି ରହିଥାଏ ଏବଂ ଯଦି ଆପଣଙ୍କର ଗୃହକୁ ଆପଣଙ୍କର ମୁଖ୍ୟଦ୍ୱାର ନିକଟକୁ ଗୋମାତା ଆସିଥାନ୍ତି, ତେବେ ତାଙ୍କର ସେହି କୁବଡ଼କୁ ଆପଣ ନିଶ୍ଚୟ ରୂପରେ ସ୍ପର୍ଶ କରନ୍ତୁ। କାରଣ ଏପରି କରିବା ଦ୍ୱାରା ଆପଣଙ୍କୁ ଅନେକ ଗୁଡ଼ିଏ ରୋଗରୁ ମୁକ୍ତି ମିଳିଥାଏ। ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଯେଉଁ ବ୍ୟକ୍ତି ନିଃସ୍ୱାର୍ଥପର ଏବଂ ଶ୍ରଦ୍ଧାଭାବ ନେଇ ଗୋମାତାଙ୍କୁ ସେବା କରିଥାଏ, ସେହି ବ୍ୟକ୍ତି ମୃତ୍ୟୁ ପରେ ଗୋମାତାଙ୍କର ଲାଞ୍ଜକୁ ଧରି ବୈତରଣୀ ନଦୀ ପାର କରି କରି ଯାଇଥାଏ। ସେହି ବ୍ୟକ୍ତିଙ୍କର କେବେ ବି ଅକାଳ ମୃତ୍ୟୁ ହୋଇନଥାଏ ଏବଂ ସେହି ବ୍ୟକ୍ତିଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଯଦି ଆପଣଙ୍କୁ ଦୁର୍ଭାଗ୍ୟ ପିଛା ଛାଡ଼ୁନାହିଁ, ସର୍ବଦା ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ବିଫଳତା ହିଁ ହାତ ଲାଗୁଛି, ତ ଆପଣ ହାତରେ ଗୁଡ଼ ରଖି ଗୋମାତାଙ୍କୁ ଚଟାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ଶୋଇ ରହିଥିବା ଭାଗ୍ୟ ଜାଗ୍ରତ ହୋଇଥାଏ ଏବଂ ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କ ଭାଗ୍ୟର ସାଥ ମିଳିଥାଏ। ଆପଣ ଯଦି ଗୋମାତାଙ୍କୁ ରାଶି ଲଡ଼ୁ କିମ୍ବା ରାଶିରେ ପ୍ରସ୍ତୁତ କୌଣସି ବି ଦ୍ରବ୍ୟ ଖାଇବାକୁ ଦିଅନ୍ତି, ତେବେ ଆପଣଙ୍କୁ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ତେବେ ସାଙ୍ଗମାନେ, ଏହି ପବିତ୍ର ଅମାବାସ୍ୟା ଦିନ ଆପଣ ଗୋମାତାକୁ ଏହି ଜିନିଷଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ଜିନିଷ ଖୁଆଇ ଦିଅନ୍ତୁ। ନିଶ୍ଚୟ ଭାବରେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯିବ। ତ ସାଙ୍ଗମାନେ, ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ।